Hallelujah. 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 ଖ୍ରୀଷ୍ଟଙ୍କ ଜଗରେ ଉପସ୍ଥିତ ମୋର ପ୍ରିୟ ଭାଇ ଭଉଣୀ, ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ସମସ୍ତଙ୍କୁ ଆହ୍ୱାନ କରୁଅଛନ୍ତି ତାହାଙ୍କର ଜଣେ ଜଣେ ଉତ୍ତମ ଶିଷ୍ୟ ଏବଂ ଶିଷ୍ୟା ହେବା ପାଇଁ। କେଉଁଭଳି ଭାବରେ ଆମ୍ଭମାନେ ସେହି ଯୀଶୁ ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ଏବଂ ଶିଷ୍ୟା ହୋଇପାରିବା। ସେ ଆଜି ଆମ ସମସ୍ତଙ୍କୁ କହୁଅଛନ୍ତି ଯେ ଆମ୍ଭମାନେ ଆମର ସର୍ବସ୍ୱ ତ୍ୟାଗ କରିବା, ଯାହାକୁ କି ଆମେ ଅତି ନିଜର ଭାବିଥାଉ, ଯାହାକି ଆମ ଜୀବନରେ ଅତି ଆବଶ୍ୟକ, ସେହି ସମସ୍ତକୁ ତ୍ୟାଗ କରିବାକୁ ପଡ଼ୁଛି। ତେବେ ଯାଇ ଆମ୍ଭମାନେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ଏବଂ ଶିଷ୍ୟା ହେବା। ଯେତେବେଳେ ମୁଁ ଏହି ବିଷୟରେ ଅନୁଧ୍ୟାନ କରୁଥାଏ, ତିନୋଟି ବିଷୟ ମୋ ମନକୁ ଆସେ, ଯାହାକି ଆମ୍ଭମାନେ ଆମ ଜୀବନରେ ଗୁରୁତ୍ୱ ଦେଇଥାଉ। ପ୍ରଥମ କ'ଣ? ଆମ୍ଭମାନଙ୍କ ନିଜର ଜୀବନ। ଆମମାନେ ସମସ୍ତେ ଆମର ନିଜର ଜୀବନକୁ ପ୍ରେମ କରିଥାଉ, ଭଲ ପାଇଥାଉ। ଏଣୁ ଯେତେବେଳେ ଆମ୍ଭମାନଙ୍କୁ ଯେକୌଣସି ରୋଗ ଆକ୍ରାନ୍ତ ହୋଇଥାଏ, ଆମ୍ଭମାନେ ତୁରନ୍ତ ଡକ୍ଟରଙ୍କ ନିକଟକୁ ଦୌଡ଼ିଥାଉ। କାହିଁକି ନା ଆମମାନେ ଆମର ଜୀବନକୁ ପ୍ରେମ କରିଥାଉ। ଆମମାନେ କେବେ ମଧ୍ୟ ଆମର ଜୀବନକୁ ହରାଇବା ପାଇଁ ଆମମାନେ ଚାହିଁଥାଉ। କାହିଁକି ନା ଜୀବନ ଆମ ସମସ୍ତଙ୍କ ପାଇଁ ମୂଲ୍ୟବାନ। ଥରେ ଜଣେ ବୃଦ୍ଧା ବ୍ୟକ୍ତି, ସେ ପ୍ରାୟତଃ ଗିର୍ଜାକୁ ଯାଆନ୍ତି ଏବଂ ଆଣ୍ଠୁ ପୋତି ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତି ଏବଂ କହନ୍ତି, ପ୍ରଭୁ ତୁମେ ମୋ ଜୀବନରେ ଅନେକ ବହୁତ କାର୍ଯ୍ୟ ସାଧନ କର ଏବଂ ମୁଁ ବର୍ତ୍ତମାନ ବୃଦ୍ଧା ଅବସ୍ଥାରେ ପହଞ୍ଚିଛି ଏବଂ ସବୁକିଛି ମୋ ଜୀବନରେ ଉପଭୋଗ କରୁଛି। ବର୍ତ୍ତମାନ ମୋର ଜୀବନକୁ ନେଇଯାଏ। ଏହିପରି ଏହି ବୃଦ୍ଧା ବ୍ୟକ୍ତି ଚର୍ଚ୍ଚକୁ ଯାଇ ପ୍ରଭୁଙ୍କୁ ଜଣାଏ। ଆଉ ଯେତେବେଳେ ଏହିପରି ସେ ପ୍ରାର୍ଥନା କରନ୍ତି, ଦିନକର ଘଟଣା ଯେ ବେଦୀରୁ ଶୁଭାଗଲା ଯେ ଆସନ୍ତାକାଲି ଯେତେବେଳେ ତୁମେ ଏହି ସ୍ଥାନକୁ ଆସିବ, ତୁମେ ଯାହା ବି କିଛି ମାଗୁଅଛ ତାହା ପୂର୍ଣ୍ଣ। ଆଉ ଯେତେବେଳେ ଏହି ବୃଦ୍ଧା ମହିଳାଟି ଏହା ଶୁଣି ସେ ନିଜକୁ ଭୋଗ କଲେ ଏବଂ ସେ ଅସ୍ତବ୍ୟସ୍ତ ହେଉଛନ୍ତି। ଯଦିଓ ବି ସେ ତାଙ୍କର ଜୀବନକୁ ଉତ୍ସର୍ଗ କରିବା ପାଇଁ ପ୍ରାର୍ଥନା କରିଥିଲେ, କିନ୍ତୁ ସେ ନିଜର ଜୀବନକୁ ହରାଇବା ପାଇଁ ଚାହୁଁନାହାନ୍ତି। ସେ ଆଖି ମୁଛିଲେ ସେହି କଥା ମନେ ପଡ଼ିଯାଉଛି ଯେ ଆସନ୍ତାକାଲି ମୁଁ ଯଦି ପୁଣି ଥରେ ସେ ଚର୍ଚ୍ଚକୁ ଯିବି, ପ୍ରାର୍ଥନା କରିବି, ପ୍ରଭୁ ମୋର ପ୍ରାଣକୁ ନେଇଯିବେ। ଆଉ ସେ ରାତି ଯାକ ଶୋଇପାରୁନାହାନ୍ତି, ଅସ୍ତବ୍ୟସ୍ତ ହେଉଛି। ଆଉ ସେ ଭୟ କରନ୍ତୁ, ଆଉ ସେ ଚର୍ଚ୍ଚକୁ କେବେ ଯାଆନ୍ତି। ମୋର ପ୍ରିୟ ଭଉଣୀମାନେ, କହିବାର ତାତ୍ପର୍ଯ୍ୟ ଯେ ଆମମାନେ ଆମ ଜୀବନକୁ ଅତି ମାତ୍ରାରେ ପ୍ରେମ କରିବା। ଆମମାନେ କେହି ମଧ୍ୟ ହରାଇବା ପାଇଁ, ଯେଉଁଭଳି ଭାବରେ ସେହି ବୃଦ୍ଧା ମାଟି ଯିଏକି ସବୁଦିନ ଯାଇ ପ୍ରାର୍ଥନା କରିବେ, ମୋର ବର୍ତ୍ତମାନ ସବୁକିଛି ସରିକି ସବୁକିଛି ଉପଭୋଗ କରି ମୋର ଜୀବନକୁ ନେଇ, ଆଉ ଯେତେବେଳେ ତାଙ୍କର ସମୟ ଆସୁଛି ସେ ଲୁକାୟିତ ହେଉଛି। ଆଜି ପ୍ରଭୁ ଆମ ସମସ୍ତଙ୍କୁ ଆହ୍ୱାନ କରୁଅଛି ଯେ ଆମର ଜୀବନକୁ ତ୍ୟାଗ କରିବା। ମାଥ୍ୟୁ 4
10:49 ଲେଖା ଅଛି ଯେ ନିଜର ଜୀବନକୁ ହରାଏ ସେ ତାହା ପାଏ, କିନ୍ତୁ ଯେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଚେଷ୍ଟା କରେ ବା ଧରି ରଖିବାକୁ ଚେଷ୍ଟା କରେ ସେ ତାହା ହରାଇ ବସେ। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଯେ ଆମର ଜୀବନକୁ ତ୍ୟାଗ କରିବା। ଆଉ ଦ୍ୱିତୀୟରେ ଆମମାନେ ଭଲ ପାଇଥାଉ ବା ଗୁରୁତ୍ୱ ଦେଇଥାଉ ଆମମାନଙ୍କର ପରିବାର, ପିତାମାତା, ଭାଇ ଭଉଣୀ, ସନ୍ତାନ ସନ୍ତତି। ଆଜି ପ୍ରଭୁ ତାହାଙ୍କର ଉତ୍ତମ ଶିଷ୍ୟ ହେବା ପାଇଁ ହେଲେ ଏହି ପିତାମାତାଙ୍କୁ, ଭାଇ ଭଉଣୀଙ୍କୁ, ନିଜର ସନ୍ତାନ ସନ୍ତତିମାନଙ୍କୁ ତ୍ୟାଗ କରିବା। ମୁଁ ମଧ୍ୟ ଅନୁଧ୍ୟାନ କରିଥାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସଦାସର୍ବଦା ପ୍ରେମ ବିଷୟରେ ଶିକ୍ଷା ଦିଏ, ପ୍ରେମ କରିବା ପାଇଁ ଶିକ୍ଷା ଦିଏ, ପରସ୍ପରକୁ ପ୍ରେମ କରିବା ପାଇଁ। କିନ୍ତୁ ସେ ଆଜି ଆମ ସମସ୍ତଙ୍କୁ କହନ୍ତି ଯେ ଏହି ସମସ୍ତଙ୍କୁ ତ୍ୟାଗ କରିବା। କହିବାର ତାତ୍ପର୍ଯ୍ୟ ଏହି ଯେ ଆମମାନେ ଆମମାନଙ୍କର ପରିବାର, ଆମମାନଙ୍କର ପିତାମାତାଙ୍କ ଠାରୁ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଥମ ସ୍ଥାନ ଦେବାକୁ ଆବଶ୍ୟକ। ଏଣୁ ଏହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଯେ ଆମମାନେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା ହୋଇଥାଏ। ଯେତେବେଳେ ଆମମାନେ ସେହି ସ୍ୱର୍ଗ ରାଜ୍ୟ ବିଷୟରେ ପ୍ରଥମେ ଆମେ ଯେତେବେଳେ ଅନ୍ୱେଷଣ କରିବା, ନିଶ୍ଚିତ ଭାବରେ ସବୁକିଛି ଆପେ ଆମ ଜୀବନରେ ଆସେ। ଏଣୁ ଏହି ବିଶ୍ୱାସ ଭରସା ନେଇ ଆମମାନେ ସେହି ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା ହେବା ପାଇଁ ଚେଷ୍ଟା କରିବା। ଆଉ ପୁଣି ତୃତୀୟରେ ହେଲା ଆମମାନଙ୍କର ଧନ ସମ୍ପତ୍ତି, ଟଙ୍କା ପଇସା। ଆମମାନେ ସମସ୍ତେ ଧନ ସମ୍ପତ୍ତି ଉପରେ ନିର୍ଭର କରିଥାଉ ଏବଂ ଏହା ଅର୍ଜନ କରିବା ପାଇଁ ଆମମାନେ କେବେ ମଧ୍ୟ ପଛକୁ ଚାଲି ଦେଇଥାଉ। ଆମମାନେ ତତ୍ପର ହେଇଥାଉ ଏହାକୁ ଗ୍ରହଣ କରିବା ପାଇଁ। ଠକାଠକି କରି ମଧ୍ୟ, କାହାର ପ୍ରାଣକୁ ନେଇକି ମଧ୍ୟ ଆମମାନେ ଏହାକୁ ସଂଗ୍ରହ କରିଥାଉ। କିନ୍ତୁ ଆଜି ପ୍ରଭୁ ଆମ ସମସ୍ତଙ୍କୁ ଆହ୍ୱାନ କରୁଅଛନ୍ତି ଯେ ଏହି ଧନ ସମ୍ପତ୍ତି ଠାରୁ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା। ଯଦି ଆମମାନେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବାରେ ବିଫଳ ହେବା, ଆମମାନେ ତାହାଙ୍କର ଉତ୍ତମ ଶିଷ୍ୟ ଏବଂ ଶିଷ୍ୟା ହୋଇପାରିବା। ଆପଣ ଆମମାନେ ଅନେକ ଥର ଏହି ନ୍ୟୁଜ୍ ପେପର ଗୁଡ଼ିକରେ ସମାଚାରରେ ଆମମାନେ ଶୁଣିବାକୁ ପାଉ ଯେ ଏହି ଧନ ସମ୍ପତ୍ତି ଭାଇ ଭାଇ ମଧ୍ୟରେ କେତେକଙ୍କର ଯେ ଜୀବନ ଯାଇଅଛି। ଅଳ୍ପ ଜାଗା ପାଇଁ ହେଉ କି ଅଳ୍ପ କୌଣସି ଜିନିଷ ପାଇଁ ସେମାନେ ପ୍ରାଣ ନେବାରେ ମଧ୍ୟ ପଛକୁ ଚାଲିବେ। ଆଜି ପ୍ରଭୁ ଆମ ସମସ୍ତଙ୍କୁ ସର୍ବସ୍ୱ ତ୍ୟାଗ କରି ତାହାଙ୍କୁ ପ୍ରଥମ ସ୍ଥାନ ଦେବା ପାଇଁ ଆହ୍ୱାନ କରୁଅଛନ୍ତି। ଆମମାନେ ଆମର ପରିବାରକୁ ପ୍ରେମ କରିବା, ଆମର ଜୀବନକୁ ପ୍ରେମ କରିବା, ଧନ ସମ୍ପତ୍ତିକୁ ପ୍ରେମ କରିବା, କିନ୍ତୁ ତାଠାରୁ ଅଧିକ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ ନ କଲେ ଆମମାନେ କେହି ମଧ୍ୟ ତାହାଙ୍କର ଉତ୍ତମ ଶିଷ୍ୟ ଏବଂ ଶିଷ୍ୟା ହୋଇପାରିବେ। ଏହା ଆମ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଏଣୁ ଆମମାନେ ଯଦି ଉତ୍ତମ ଶିଷ୍ୟ ଏବଂ ଶିଷ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରୁ, ତାହେଲେ ତାହା ଆମ ହାତରେ ଅଛି। ଯଦି ଆମମାନେ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁ, ତେବେ ଆମମାନେ ସେହି ପ୍ରଭୁଙ୍କୁ ଅନୁସରଣ କରିବାରେ ନିଜକୁ ଆଗଭର କରିବା। ଏହି ଜାଗତିକୁ ଆମମାନେ ଦ୍ୱିତୀୟ ସ୍ଥାନ ଦେବା, ସେହି ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇ ଆମମାନଙ୍କର
ଜୀବନକୁ ଆମମାନେ ଅତିବାହିତ କରିବା ପାଇଁ ଚେଷ୍ଟା କରୁ। ଏଣୁ ଲୁକ ତାର 14:33 ପ୍ରଭୁ ଆମ ସମସ୍ତଙ୍କୁ କହନ୍ତି, ଯଦି ଜଣେ ସର୍ବସ୍ୱ ତ୍ୟାଗ କରେ ସେ ମୋର ଶିଷ୍ୟ ହୋଇପାରେ। ଏଣୁ ଆମମାନେ ସର୍ବସ୍ୱ ତ୍ୟାଗ କରିବା ପାଇଁ ଚେଷ୍ଟା କରୁ ଏବଂ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା ପାଇଁ ଆଗକୁ ବଢ଼ିବା। ସର୍ବପ୍ରଥମେ ଆମମାନେ ସେହି ସ୍ୱର୍ଗ ରାଜ୍ୟ ପ୍ରତି ବ୍ୟାକୁଳ ହେବା, ସେହି ପ୍ରଭୁଙ୍କର ବିଷୟରେ ତତ୍ପର ହେବା, ଯେଉଁଭଳି ଭାବରେ ଆପେ ସବୁକିଛି ପ୍ରଭୁ ଆମ ସମସ୍ତଙ୍କୁ ପ୍ରଦାନ କରେ। ଏହି ଆଶା ଭରସା ନେଇ ଆମମାନେ ଆଗକୁ ଚାଲିବା। ଉଦାହରଣ ସ୍ୱରୂପ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯେତେବେଳେ ସେମାନେ ସମୁଦ୍ରରେ ମାଛ ଧରନ୍ତି, ସେହି ସମୟରେ ଯୀଶୁ ସେମାନଙ୍କୁ କହନ୍ତି, ମୋର ଅନୁସରଣ କର। ଆଉ ଆନ୍ଦ୍ରିୟ ଏବଂ ପିତର ସେମାନେ ତାହାଙ୍କର ସେହି ନୌକାକୁ ପରିତ୍ୟାଗ କରନ୍ତି, ତାହାଙ୍କର ସେହି ଜାଲକୁ ସେ ଛାଡ଼ନ୍ତି, ତାହାଙ୍କର ସେହି ଜୀବନ ଜୀବିକାକୁ ସେମାନେ ପରିତ୍ୟାଗ କରି ସେହି ଯୀଶୁଙ୍କୁ ସେମାନେ ଅନୁସରଣ କରନ୍ତି। ଆଉ ପୁଣି ସେହି ଜେବେଦୀଙ୍କର ପୁତ୍ର ଯାକୋବ ଓ ଜହନ ସେମାନେ ମଧ୍ୟ ନିଜର ପିତା ମାତାଙ୍କୁ ପରିତ୍ୟାଗ କରି ସେମାନେ ଯୀଶୁଙ୍କୁ ଅନୁସରଣ କରୁଛନ୍ତି। ଆଜି ଯେତେବେଳେ ଆମେ ଏହି ପବିତ୍ର ବେଦିକାରେ ଏକତ୍ରିତ ହୋଇଅଛୁ, ଆଜି ପ୍ରଭୁ ଆମ ସମସ୍ତଙ୍କୁ ଆହ୍ୱାନ କରୁଅଛୁ ତାହାଙ୍କର ଜଣେ ଜଣେ ନୂତନ ଶିଷ୍ୟ ଏବଂ ଶିଷ୍ୟା ହେବା। ଯଦିଓ କି ଏହା ଆମ ପାଇଁ କଷ୍ଟଦାୟକ, କଠିନଦାୟକ, କିନ୍ତୁ ଯେତେବେଳେ ଆମମାନେ ସେହି ପ୍ରଭୁଙ୍କର କଥାକୁ ଆମ ଜୀବନରେ ଲଗେଇ ନିଶ୍ଚିତ ଭାବରେ ଆମମାନେ ମଧ୍ୟ ଦିନେ ନା ଦିନେ ତାହାଙ୍କର ନୂତନ ଶିଷ୍ୟ ଏବଂ ଶିଷ୍ୟା ହୋଇପାରିବେ। କିନ୍ତୁ ଅନେକ ସମୟରେ ଆମମାନେ ସେହି ପ୍ରଭୁଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଥାଉ, କିନ୍ତୁ ଆମମାନେ ତ୍ୟାଗ କରିବା ପାଇଁ ନାରାଜ। ଆମମାନେ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଥାଉ, କିନ୍ତୁ ଆମର ଦୋଷକୁ ବହନ କରି ତାହାଙ୍କ ନିକଟକୁ ଯିବା ପାଇଁ ଆମମାନେ ନାରାଜ ହୋଇଥାଉ। ଆମମାନେ ତାହାଙ୍କର ନିଷ୍ପତ୍ତି ନେବା ଯେ ଏହି ଜାଗତିକ ତ୍ୟାଗ କରିବା, ଦ୍ୱିତୀୟ ସ୍ଥାନ ଦେବା, ଆମମାନଙ୍କର ଦୋଷକୁ ବହନ କରି ତାହାଙ୍କୁ ଅନୁସରଣ କରିବା ଏବଂ ତାହାଙ୍କର ନୂତନ ଶିଷ୍ୟ ଏବଂ ଶିଷ୍ୟାରେ ପରିଗଣିତ। ପ୍ରଭୁ ଆମ ସମସ୍ତଙ୍କୁ ଏହି ଶିକ୍ଷା ଉପରେ ଆଶୀର୍ବାଦ। ପିତା ଓ ପୁତ୍ର ନାମରେ